ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମ ଜୀବନରେ ଯାହା ସବୁ ଘଟଣା ଘଟିଛି ସବୁ ତୁମ ବାବା ଜାଣିଛନ୍ତି। ତୁମେ ଖାଲି ଈଶ୍ୱରଙ୍କ ଉପରେ ବିଶ୍ୱାସ ଆଉ ଭରସା ରଖିଥାଅ ସନ୍ତାନ। ତୁମେ ବହୁତ ଧୈର୍ଯ୍ୟ ଧରିଛ, ଜୀବନରେ ବହୁତ କଷ୍ଟ କରିଛ। ତୁମ କଷ୍ଟର ଫଳ ତୁମକୁ ନିଶ୍ଚୟ ମିଳିବ। ମନରେ ବହୁତ କିଛି ଚିନ୍ତାଧାରା ଆସୁଛି, ମନରେ ବହୁତ କିଛି କଥା ବି ରଖିଛ ସନ୍ତାନ। ଭଗବାନଙ୍କ ଉପରେ ଅଭିମାନ ବି କରିଛ ସନ୍ତାନ। ତୁମେ ଈଶ୍ୱରଙ୍କ ଉପରେ ବିଶ୍ୱାସ ଓ ଭରସା ରଖିଛ। ଭଗବାନଙ୍କ ଉପରେ ଅଭିମାନ କଲେ ଭଗବାନ କେବେ ବି ରାଗିବେନି। କାହିଁକି ନା ତୁମେ ସେତିକି ନିଜର ଭାବୁଛ ବୋଲି ମୋ ଉପରେ ଅଭିମାନ କରିଛ। ତୁମ ଧୈର୍ଯ୍ୟର ଫଳ ମୁଁ ତୁମକୁ ନିଶ୍ଚୟ ଦେବି। ତୁମ ଜୀବନରେ ତୁମେ ଯେତେ କଷ୍ଟ ପାଇଛ ମୁଁ ତୁମକୁ ତାଠାରୁ ଅଧିକା 3 ଗୁଣା ସୁଖ ଦେବି ସନ୍ତାନ। ତୁମେ ବହୁତ ସୁଖ ଆଉ ଆନନ୍ଦରେ ରହିବ। ତୁମେ ସବୁବେଳେ ମୋତେ ପ୍ରଶ୍ନ କରୁଛ, କହୁଛ ବାବା ମୋର ଭବିଷ୍ୟତ କେମିତି କଟିବ ସନ୍ତାନ। ତୁମ ଭବିଷ୍ୟତରେ ତୁମେ ବହୁତ ଭଲରେ ରହିବ। ତୁମ ଭବିଷ୍ୟତ ବହୁତ ଉଜ୍ଜଳମୟ। ମୁଁ ତୁମ ସାଙ୍ଗରେ ସବୁବେଳେ ଅଛି। ସମସ୍ତେ କହୁଛନ୍ତି ସନ୍ତାନ, କଳି ଯୁଗରେ ଯିଏ ପାପ କରୁଛନ୍ତି ଆଉ ଯିଏ ପୁଣ୍ୟ କରୁଛନ୍ତି ସମସ୍ତେ ସମାନ। ଏଇଟା ଭୁଲ ଧାରଣା ସନ୍ତାନ। କଳି ଯୁଗରେ ବି ଧର୍ମ ଅଛି। ଯିଏ ଭଲ ରାସ୍ତାରେ ଯାଉଛନ୍ତି, ଧର୍ମ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି, ଭଗବାନଙ୍କ ଆଶୀର୍ବାଦ ସବୁବେଳେ ତା ଉପରେ ଅଛି। ସେଥିଲାଗି ତୁମେ ତୁମର କର୍ତ୍ତବ୍ୟ କର ଆଉ ଭଲ କର୍ମ କର। ଈଶ୍ୱର ନିଶ୍ଚୟ ତୁମକୁ ସାହାଯ୍ୟ କରିବେ। ଯୁଗେ ଯୁଗେ ସବୁବେଳେ ରହି ଆସିଛି ଧର୍ମର ଜୟ। ସେଥିପାଇଁ କହୁଛି ସନ୍ତାନ, ମନରେ କିଛି କଥା ଆଣନି। ସବୁବେଳେ ଈଶ୍ୱରଙ୍କ ଭଜନ କୀର୍ତ୍ତନରେ ନିଜକୁ ହଜେଇକି ରଖ। ସବୁବେଳେ ସାଇ ସାଇ ଜପ କର। ତୁମେ ବହୁତ ସୁଖ ଆଉ ଆନନ୍ଦରେ ରହିବ। ତୁମ ଜୀବନରେ ମୁଁ ସବୁ ସୁଖ ଆଣିକି ଦେବି। ତୁମେ ଯେତିକି ବିଶ୍ୱାସ ଆଉ ଶ୍ରଦ୍ଧା ମୋ ଉପରେ ରଖିଛ, ଏବେ ତୁମକୁ କେହି ବି ଜୀବନ ଯୁଦ୍ଧରେ ହରେଇ ପାରିବେନି। ମୁଁ ତୁମକୁ ବହୁତ ଶକ୍ତିଶାଳୀ କରିଦେଇଛି ସନ୍ତାନ। ଯେତେ ଝଡ଼ ଯେତେ ଝଞ୍ଜା ଆସୁ ତୁମକୁ କେହି ବି ହରେଇ ପାରିବେନି। ମୋର ଏକାଦଶ ବାଣୀକୁ ତୁମେ ସବୁଦିନ ପାଠ କର ସନ୍ତାନ। ତୁମର ସମସ୍ତ କାର୍ଯ୍ୟରେ ଯେଉଁ ବାଧାବିଘ୍ନ ଆସୁଛି ସେ ବାଧାବିଘ୍ନ ଆଉ ଆସିବନି। ମୋ ସାଇ ଚରିତ୍ର ସବୁବେଳେ ପାଠ କର। ମୁଁ ସବୁବେଳେ ମୋ ସନ୍ତାନମାନଙ୍କ ସାଙ୍ଗରେ ଅଛି। ମୋ ସନ୍ତାନମାନଙ୍କ ସୁଖରେ ଆଉ ମୋର ସନ୍ତାନମାନଙ୍କ ଦୁଃଖରେ, ମୋ ସନ୍ତାନମାନଙ୍କର ଭଲ ମନ୍ଦର ଚିନ୍ତା ମୋତେ ସବୁବେଳେ ଲାଗିକି ରହିଥାଏ। ସନ୍ତାନ ସବୁବେଳେ ହସ, ଖୁସି ଆନନ୍ଦରେ ରୁହ। ମୋ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି। ଓମ୍ ଶ୍ରୀ ସାଇ ନାଥାୟ